ମା ଆଜିର ଖାଇବା କିଛି ବଳିଛି, ତମେ ଯଦି କହିବ ମୁଁ ଆକୁ ଘରକୁ ନେଇଯିବି, ମୋ ପିଲାମାନେ ଖାଇବେ। ତମ ଛୁଆ ମାନେ ଖାଇବା ଗୁରା ଖାଇବେ? ଆଜ୍ଞା ମା, ସେମାନେ ବହୁତ ଖୁସି ହେଇକିରି ଖାଇଦେବେ। ସେମାନେ ତ 2 ଦିନର ବାସି ଖାଇବା ବି ଖାଇଦିଅନ୍ତି। ଯଦି ତମ ଛୁଆ ମାନେ ଖାଇବା ଗୁରା ଖାଇବେ ତାହେଲେ ତମେ ନେଇଯାଅ। ଠିକ ଅଛି। ଏ ଶାଢୀଟା ଭଲ ଲାଗୁଛି ନା? ମାଉସୀ, ତମ ପାଖରେ ଆଉ ଶାଢୀ ନାହିଁ? ତମ ଶାଢୀଟା ତ ଫାଟି ଯାଇଛି। ମା ଶାଢୀ ତ ମୋର ବହୁତ ଅଛି, ହେଲେ ଏଇଟା ଟିକେ ଫାଟି ଯାଇଛି, ଘରକୁ ଗଲେ ସିଲେଇ କରିଦେବି। ମାଉସୀ, ଏଇ ନିଅ। ଏଇଟା ତ ତମ ପାଇଁ ଆଣିଥିଲ। ହଁ, ମୁଁ ଏଇଟା ମୋ ପାଇଁ ଆଣିଥିଲି, କିନ୍ତୁ ମତେ ଲାଗୁଛି ମୋ ଠାରୁ ଏ ଶାଢୀଟା ତମକୁ ବେଶୀ ଦରକାର ଅଛି। ସେମିତିରେ ତ ମୋ ଗୋଡରେଜରେ ବହୁତ ସାରା ଶାଢୀ ଅଛି, ଏଇଟା ତମେ ରଖ। ଆଉ ହଁ, ଆକୁ ପିନ୍ଧିକି ହିଁ ଘରକୁ ଯିବ। ଆଉ କାଲି ମୁଁ ଆଉ ଇଏ ମିଶିକି ତମକୁ ମାର୍କେଟ ନେଇଯିବି, ଆଉ 3-4ଟା ଶାଢୀ ଦେଇଦେବି, ଠିକ ଅଛି? ଗରିବଙ୍କ ଛୁଆ ଭୋକ ଉପାସରେ ନ ରହିବା ପାଇଁ ଭଗବାନ ନିଜେ ବି ବିକ୍ରି ହେଇଯାନ୍ତି ବଜାରରେ। ଗରିବଙ୍କୁ ଜଗନ୍ନାଥ ଭରସା। ଜୟ ଜଗନ୍ନାଥ।